ଆପଣମାନେ ଜାଣିଛନ୍ତି ଓଡ଼ିଶାରେ ଏମିତି ଜଣେ ମହିଳା ଅଛନ୍ତି ଯେତେବେଳେ 1964 ମସିହାରେ ଆମର ଇନଫ୍ରାଷ୍ଟ୍ରକ୍ଚର କିଛି ନଥାଏ, ଘର କିଛି ନଥାଏ, ପାଠ ପଢ଼ିବାର ସୁବିଧା ଏତେ ନଥାଏ, ସେତେବେଳେ ସେ ଗୋଟେ ଗଛ ତଳେ ହଜାର ହଜାର ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରାଇଥିଲେ। ଯେତେବେଳେ ସେ ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ ସପ୍ତାହକୁ 2 ଟଙ୍କାରେ ଚାଇଲ୍ଡ ଲେବର ପଥର କାମ କରୁଥିଲେ। ତାପରେ 1964 ମସିହାରେ ସେ ତାଙ୍କ ନିଜ ଗ୍ରାମକୁ ଫେରିଆସି ବିଶେଷ କରି ଯୁବତୀମାନଙ୍କୁ ପଢ଼ାଉଥିଲେ ସେଇ ଗଛ ତଳେ ବସିକି। ହଁ, ସିଏ ଜନ୍ମଗ୍ରହଣ କରିଥିଲେ କେନ୍ଦୁଝର ଜିଲ୍ଲାର କାଇଁସି ଗ୍ରାମରେ। 1966 ମସିହାରେ ତାଙ୍କର ଯେଉଁ ଗଛ ତଳେ ପିଲାମାନଙ୍କୁ ପଢ଼ୁଥିଲେ ଗୋଟେ ପକ୍କା ଘରକୁ ସ୍ଥାନାନ୍ତରିତ କରାଗଲା। ସେତେବେଳେ ସେଟା ଅନଅଫିସିଆଲ ସ୍କୁଲ ଥିଲା। ତାର ପରବର୍ତ୍ତୀ 50 ବର୍ଷରେ ସେ 17ଟି ସ୍କୁଲ କରିବାରେ ସାହାଯ୍ୟ କରିଥିଲେ। 20,000 ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବାରେ ସଫଳ ହୋଇଥିଲେ। ପଢ଼ା ପ୍ରତି ତାଙ୍କର ଏହି ଯୋଗଦାନକୁ 2001 ମସିହାରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କର ଏହି କଠିନ ପରିଶ୍ରମ ଓ ଉତ୍ସର୍ଗକୁ ସ୍ୱୀକୃତି ଦିଆଯାଇଥିଲା ଏବଂ ତାକୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ତ ଆପଣ କମେଣ୍ଟରେ ଜଣାନ୍ତୁ ସେ ମହିଳା ଜଣକ କିଏ, ଯିଏ ଆମ ଓଡ଼ିଶାର ଗର୍ବ ଓ ଗୌରବ। ଆଉ ତାଙ୍କ ପରି ଅନ୍ୟମାନଙ୍କ ବ୍ୟକ୍ତିତ୍ୱମାନଙ୍କ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲ ମିଠା କଥାକୁ ସବସ୍କ୍ରାଇବ୍ କରନ୍ତୁ।